ଯୋଜନା ସାଙ୍ଗମାନେ ଆଜି +2 ସେକେଣ୍ଡ ରେ ଏମଆଇଏଲ୍ ବହିର ପିଙ୍ଗଳାର ଅଭିସାର ବିଷୟରେ ପାର୍ଟ 2ଟି ଆଣିଛି ଏଠି। ଦ୍ୱିତୀୟ ଭାଗକୁ ଆମେ ଆଲୋଚନା କରିବା। ପାର୍ଟ 1ଟି ଆମେ ସାରି ଦେଇଥିଲେ, ଯିଏ ଏପର୍ଯ୍ୟନ୍ତ ଦେଖିନାହାନ୍ତି ଯାଇ ଦେଖିନିଅନ୍ତୁ, ଏବଂ ଯିଏ ଦେଖିଦେଇଛନ୍ତି ଆଶା କରୁଛି ବୁଝିସାରିଥିବ। ଆଉ ଡେରି ନକରି ଯିବା ପାର୍ଟ 2କୁ ଦେଖିନେବା। ଆମର ଯେଉଁ 2 ନମ୍ବର ଷ୍ଟାଞ୍ଜା ବା ପାରାଟି ସରିଯାଇଥିଲା, ତ 3 ନମ୍ବରଟା ଆମେ ଷ୍ଟାର୍ଟ କରିବା ହେଲା। ସେଦିନ ସମସ୍ତଙ୍କୁ ରଖୁଛି ଭିଡ଼ିଓକୁ ଫାର୍ଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଏବଂ ନିଜ ନିଜ ସାଙ୍ଗମାନଙ୍କ ପାଖକୁ ସେୟାର କରିବେ ହେଲା। ତ ଆଉ ଡେରି କରିବେନି, ଚାଲନ୍ତୁ ଦେଖି ରଖିବା କ'ଣ ଦେଇଛି। ନୁହେଁ ମୁଁ ଆଜି ବିଦେହର ନଟି, ନୁହେଁ ବାର ବିଳାସିନୀ, ଜଗତର ପଥେ ଯାଉଅଛି ଆଜି ପ୍ରେମର ସନ୍ନ୍ୟାସିନୀ। ମୁକ୍ତ ଭୁବନେ ବୁଲିବି ହରସେ, ମୁକ୍ତ ଆକାଶ ତଳେ, ଧୋଇବି ପ୍ରେମର କାଳୁଷ କାଳିମା ତିକ୍ତ ଲୋତକ ଜଳେ। କ୍ଷୁର୍ଣ୍ଣଏ ମୋର ଯୌବନ ଧନ, ପୂର୍ଣ୍ଣଏ ମୋର ରୂପ, ପିରତି ଅନଳେ ଜାଳି ପ୍ରିୟ ଲାଗି କରିବି ଆରତି ଧୂପ। ପିରତି ଅନଳେ ଜାଳି ପ୍ରିୟ ଲାଗି କରିବି ଆରତି ଧୂପ। ଆଚ୍ଛା, କ'ଣ ଦେଲା? ନୁହେଁ ମୁଁ ଆଜି ବିଦେହର ନଟି, ନୁହେଁ ବାର ବିଳାସିନୀ, ଜଗତର ପଥେ ଯାଉଅଛି ଆଜି ପ୍ରେମର ସନ୍ନ୍ୟାସିନୀ। ପିଙ୍ଗଳା କହୁଛି ଯେ ମୁଁ ଆଉ ବିଦେହର ନଟି ନୁହେଁ, ମୁଁ ଯେଉଁ ବିଦେହର ଆଉ ନଟି ନୁହେଁ, ମୁଁ ବାର ବିଳାସିନୀ ନୁହେଁ। କାହିଁକି ନା ଜଗତ ପଥରେ ଯାଉଅଛି ଆଜି ପ୍ରେମର ସନ୍ନ୍ୟାସିନୀ। ମୁଁ ଆଜି ସବୁ କିଛି ପୂର୍ବ କଥାକୁ ଭୁଲି, ସବୁ ମୋ ଚେତନା ଜାଗ୍ରତ କରିକି ମୁଁ ଆଜି କ'ଣ ଈଶ୍ୱରଙ୍କ ପାଖକୁ ଯାଉଛି। ମୁଁ ଆଜି ପ୍ରେମର ସନ୍ନ୍ୟାସିନୀ ହେଇଯାଇଛି, ମୁଁ ସନ୍ନ୍ୟାସୀ ବ୍ରତ ହୋଇଯାଇଛି। ବୁଝିହେଲା? ମୁକ୍ତ ଭୁବନେ ବୁଲିବି ହରସେ, ମୁକ୍ତ ଆକାଶ ତଳେ, ଧୋଇବି ପ୍ରାଣର କଳୁଷ କାଳିମା ତିକ୍ତ ଲୋତକ ଜଳେ। ଏବଂ କ'ଣ କରିବ ବୋଲି ସେ କହିଛି ନା, ସେ କହିଛି ମୁକ୍ତ ଭୁବନେ ବୁଲିବି ହରସେ, ମୁକ୍ତ ଆକାଶ ତଳେ। ମୁଁ ଯେତେବେଳେ ଯିବି, ମୁଁ ପ୍ରେମର ସନ୍ନ୍ୟାସିନୀ ହୋଇଯିବି, ଏ ବିଦେହର ନଗରରୁ ଛାଡ଼ି ଚାଲିଯିବି, ସେତେବେଳେ ମୁଁ ମୁକ୍ତ ଭୁବନରେ ବୁଲିବି। ଏ ଭୁବନ ଯେତେବେଳେ ମୋ ପାଇଁ ଗୋଟେ ବାଧା ବନ୍ଧନ ସାଜିଥିଲା, ଦିନେ ଏ ଭୁବନ ଯେତେବେଳେ, ପୃଥିବୀ ଯେତେବେଳେ ମୋ ପାଇଁ ଗୋଟେ ବାଧା ବନ୍ଧନର ସାଜିଥିଲା, ଆଜି ମୁଁ କ'ଣ ସବୁ କିଛି ଭୁଲି ଯାଇଛି। ଆଜି ମୋ ପାଇଁ ସେ ମୁକ୍ତ। ଆଜି ମୁଁ ଏଇ ମୁକ୍ତ ଭୁବନରେ ଆନନ୍ଦରେ ବୁଲିବି, ଏ ମୁକ୍ତ ଆକାଶ ତଳେ ଆନନ୍ଦରେ ବୁଲିବି। ଏବଂ ଆଉ କ'ଣ କରିବି ନା, ଧୋଇବି ପ୍ରାଣର କଳୁଷ କାଳିମା ତିକ୍ତ ଲୋତକ ଜଳେ। ପଡ଼ିବ ଯେ ପ୍ରାଣର କଳୁଷ କାଳିମା କେଉଁଥିରେ ଧୋଇବ ବୋଲି କହିଛି ପିଙ୍ଗଳା? ପିଙ୍ଗଳା କହିଛି ଏ ପ୍ରାଣର ଯେଉଁ କଳୁଷ କାଳିମା, କଳୁଷିତ ଯେଉଁ କାଳିମା ଥିଲା, ସେ କଳୁଷିତ କାଳିମାକୁ ମୁଁ ଆଜି ତିକ୍ତ ଲୋତକ ଜଳେ। ତିକ୍ତ ଅର୍ଥ କ'ଣ? ଗରମ, ଉକ୍ଷିପ୍ତ ହେଲା। ସେଇ ତିକ୍ତ ଲୋତକ ଜଳରେ, ଲୁହରେ ମୋର ସମସ୍ତ ପ୍ରାଣର କଳୁଷ କାଳିମାକୁ ଧୋଇ ଦେବି। ବୁଝିହେଲା? ତାପରେ କ'ଣ ଦେଲା ନା, କ୍ଷୁର୍ଣ୍ଣଏ ମୋର ଯୌବନ ଧନ, ପୂର୍ଣ୍ଣଏ ମୋର ରୂପ, ପିରତି ଅନଳେ ଜାଳି ପ୍ରିୟ ଲାଗି କରିବି ଆରତି ଧୂପ। ଯେଉଁ ଏ ଯୌବନଟି, ମୋର ଏ ଯୌବନ ଧନଟି କ୍ଷୁର୍ଣ୍ଣ, ମୋର ରୂପଟି ସିନା ପୁରା, ମୋ ରୂପଟି ସିନା ପୂର୍ଣ୍ଣ, କିନ୍ତୁ ଏ ଯୌବନଟି ମୋର କ୍ଷୁର୍ଣ୍ଣ ନା। ତେବେ ଏଇ ଯୌବନରେ, ଏଇ ଯେଉଁ କ୍ଷୁର୍ଣ୍ଣ ଯୌବନକୁ ନେଇକି ମୁଁ କାହିଁ ଏତେ ପାପ କାମ କରିବି? ବରଂ ଦରକାର ନାହିଁ, ମୁଁ ପାପ କାମ କରିବିନି। ମୋର ଏ ପୂର୍ଣ୍ଣ ରୂପକୁ ନେଇ କ'ଣ କରିବି? ପିରତି ଅନଳେ ଜାଳି ପ୍ରିୟ ଲାଗି କରିବି ଆରତି ଧୂପ। ଏବଂ ପିଙ୍ଗଳା କେଉଁଥିରେ ଆରତି ଧୂପ କରିବ ଈଶ୍ୱରଙ୍କର? ନା, ପିରତି ଅନଳେ, ପ୍ରେମର ଅନଳ ଜାଳି, ପ୍ରେମର ଅଗ୍ନି ଜାଳି ପ୍ରିୟ ଲାଗି, ଅର୍ଥାৎ ଈଶ୍ୱରଙ୍କ ଲାଗି ଆରତି ଧୂପ କରିବ ବୋଲି କହିଛି ପିଙ୍ଗଳା। ବୁଝିହେଲା ନା ବୁଝିପାରିଲନି? ଆଚ୍ଛା, ତାପରେ ଦେଖିବା। ଉଷା ଉଷଶିର ଗଗନେ ଦେଖିବି ବନ୍ଧୁର ରୂପ ବିଥି, ଗଗନେ ଭୁବନେ ପବନେ ପବନେ ଶୁଣିବି ମୁରଲି ଗୀତି। ଜ୍ୟୋତ୍ସ୍ନା ନିଶିର ପୁଲକେ ପିଇବି ବନ୍ଧୁର ହାସ ସୁଧା, ଭୁଲିବି ପ୍ରାଣର ଆକୁଳ ପିଆସା, ଭୁଲିବି ପ୍ରାଣର କ୍ଷୁଧା। ପୁଣି କ'ଣ କରିବ ବୋଲି ପିଙ୍ଗଳା କହୁଛି? କହୁଛି ଉଷା ଉଷଶିର ଗଗନେ ଦେଖିବି ବନ୍ଧୁର ରୂପ ବିଥି। ଉଷା ଉଷଶିର, ସକାଳ ସନ୍ଧ୍ୟା, ଉଷା ଅର୍ଥ ସକାଳ, ଉଷଶିର ଅର୍ଥ ସନ୍ଧ୍ୟା। ତ ସକାଳ ସନ୍ଧ୍ୟାରେ ମୁଁ କ'ଣ କରିବି ନା, ଗଗନକୁ ଅନେଇକି ବା ସେଇ ଆକାଶକୁ ଅନେଇକି ମୋ ବନ୍ଧୁର ରୂପ ବିଥିକି ଦେଖିବି। ମୋ ବନ୍ଧୁଙ୍କର, ଈଶ୍ୱରଙ୍କର ରୂପକୁ ମୁଁ କ'ଣ ଦେଖିବି। ଏବେ ଆଉ କ'ଣ କରିବ ନା, ଗଗନେ ଭୁବନେ ପବନେ ପବନେ ଶୁଣିବି ମୁରଲି ଗୀତି। ପଡ଼ିବ ଯେ କେଉଁଠି ମୁରଲି ଗୀତକୁ ଶୁଣିବ ବୋଲି ପିଙ୍ଗଳା କହିଛି
ନା ଗଗନେ ଭୁବନେ ପବନେ ପବନେ ସେ କ'ଣ କରିବ? ତାଙ୍କ ବନ୍ଧୁଙ୍କର ସେ ଈଶ୍ୱରଙ୍କର ମୁରଲୀ ଗୀତିକି ଶୁଣିବ, ମୁରଲୀ ଗୀତିକି ଅନୁଭବ କରିବ ବୋଲି ପିଙ୍ଗଳା କହିଛି। ଜ୍ୟୋତ୍ସ୍ନା ନିଶିର ପୁଲକେ ପିଇବି ବନ୍ଧୁର ହସ ସୁଧା। ଏବଂ ବନ୍ଧୁଙ୍କର ଯେଉଁ ହସ ରୂପକ ଅମୃତ, ସୁଧାର୍ଥ ଅମୃତ, ସେଇ ହସ ରୂପକ ଅମୃତକୁ କେମିତି ପିଇବ ବୋଲି କହିଛି ପିଙ୍ଗଳା? ନା ଜ୍ୟୋତ୍ସ୍ନା ନିଶିର, ସେ ଚନ୍ଦ୍ର ଆଲୋକରେ ମୁଁ କ'ଣ, ଚନ୍ଦ୍ର ଯେତେବେଳେ ଆଲୋକ ପଡ଼ିବ ବିଛୁଡ଼ିତ ହେବ, ସେତେବେଳେ ମୁଁ ସେଇ ଚନ୍ଦ୍ର ଆଲୋକ ମାଧ୍ୟମରେ ବନ୍ଧୁଙ୍କର ଈଶ୍ୱରଙ୍କର ହସ ରୂପକ ଅମୃତକୁ ମୁଁ ପାନ କରିବି। ବୁଝିହେଲା? ଭୁଲିବି ପ୍ରାଣର ଆକୁଳ ପିଆସା, ଭୁଲିବି ପ୍ରାଣର କ୍ଷୁଧା। ଏବଂ ସେଇ ବନ୍ଧୁଙ୍କର ଯେତେବେଳେ ହସ ରୂପକ ଅମୃତକୁ ପାନ କରିଦେବି, ମୋ ପ୍ରାଣର ସମସ୍ତ ବ୍ୟାକୁଳତା ଭରା ଯେଉଁ ପିଆସା, ଯେଉଁ ପିପାସା, ପ୍ରାଣର ଯେଉଁ ବ୍ୟାକୁଳତା ଭରା ଯେଉଁ କ୍ଷୁଧାକୁ ଭୁଲିଯିବି। ମୁଁ ସବୁ ଖାଇବା ପିଇବା ସବୁ ଭୁଲିଯିବି। ସେ ବନ୍ଧୁଙ୍କର ହସ ରୂପକ ଅମୃତକୁ ପାନ କରି ମୁଁ ସବୁ କିଛି ଖାଇବା ପିଇବା ଭୁଲିଯିବି ମୋର। ବୁଝିହେଲା? କେମିତି ସୁନ୍ଦର ଭାବରେ ରାଧାମୋହନ କନ୍ୟାକାମ ଭାବରେ ଗୋଟେ ପିଙ୍ଗଳାର ମନୋଭାବକୁ ଆମ ନିକଟରେ ଉପସ୍ଥାପନ କରିଛନ୍ତି। ଯେ ପିଙ୍ଗଳା ହେଇ ମଧ୍ୟ ତା'ର ମନୋଭାବ ପରିବର୍ତ୍ତନ ହୋଇପାରୁଛି। ସେଇଥି ବିନା ତ 24 ଗୁରୁ ମଧ୍ୟରେ ଜଣେ ଗୁରୁ ପିଙ୍ଗଳାକୁ ମଧ୍ୟ କରାଯାଇଛି। ବୁଝିହେଲା? ତାପରେ କ'ଣ ଦେଲା? ଧରଣୀ ତୃଣ ତଳପ ଉରସେ ଶୋଇବି ହରସ ଭୋଳେ, ଊର୍ଦ୍ଧ୍ୱେ ନୀଳିମ ଗଗନ ପିତନେ ଅନାଇ ମୁଗ୍ଧ ଡୋଳେ। ବନ୍ଧୁ ସପନ ଦେଖୁ ଦେଖୁ ମୁହିଁ ବୁଝିବି ଏ ମୋର ଆଖି, ଚନ୍ଦ୍ର ତପନ ସାକ୍ଷୀ ରହିଥିବେ ଗଗନ ଭୁବନ ସାକ୍ଷୀ, ଚନ୍ଦ୍ର ତପନ ସାକ୍ଷୀ ରହିଥିବେ ଗଗନ ଭୁବନ ସାକ୍ଷୀ। କହିଛନ୍ତି ପିଙ୍ଗଳା ପୁଣି କହିଛି ଯେ କ'ଣ? ମୁଁ ଧରଣୀର ତୃଣତଳ ପରେ ଉରସେ ଶୋଇବି ହରସ ଭୋଳେ। ଏ ଧରଣୀର ଘାସ ଗାଲିଚାରେ, ତୃଣତଳ ଅର୍ଥ କ'ଣ? ଘାସ ଗାଲିଚାରେ ମୁଁ କ'ଣ ଶୋଇବି, ଆନନ୍ଦରେ ମୁଁ ଶୋଇ ରହିବି। ଏବଂ ଊର୍ଦ୍ଧ୍ୱେ ନୀଳିମ ଗଗନେ ବିତନେ ଅନାଇ ମୁଗ୍ଧ ଡୋଳେ। ଯେତେବେଳେ ଶୋଇବି, ଊର୍ଦ୍ଧ୍ୱ ଉପରକୁ ଅନେଇବି ଗଗନକୁ, ମୁଗ୍ଧ ଡୋଳେ, ଆନନ୍ଦ ଭରା ଡୋଳାରେ ଆଖିରେ, ନୀଳିମ ଗଗନ ଅର୍ଥ ନୀଳ ଗଗନକୁ ମୁଁ ସେମିତି ମୁଗ୍ଧ ଡୋଳାରେ ଆଖି ଖୋଲିକି ଊର୍ଦ୍ଧ୍ୱ ମୁଖକୁ ଚାହିଁ ରହିବି, ଗଗନକୁ ଅନେଇବି। ବନ୍ଧୁ ସପନ ଦେଖୁ ଦେଖୁ ମୁହିଁ ବୁଝିବି ଏ ମୋର ଆଖି, ଚନ୍ଦ୍ର ତପନ ସାକ୍ଷୀ ରହିଥିବେ ଗଗନ ଭୁବନ ସାକ୍ଷୀ। ସେ କହିଛି ଯେତେବେଳେ ଧରଣୀ ତୃଣତଳ ଉପରେ ଶୋଇକି ଏ ମୁଗ୍ଧ ଡୋଳାରେ କ'ଣ ନୀଳ ଗଗନକୁ ଅନେଇବି, ସେତେବେଳେ ବନ୍ଧୁ ସ୍ୱପ୍ନ ଦେଖିବି। ସେଇ ଘାସ ଗାଲିଚାରେ ତୃଣତଳ ଉପରେ ଶୋଇକି, ଧରଣୀର ତୃଣତଳ ଉପରେ ଶୋଇକି ମୁଁ ବନ୍ଧୁଙ୍କର ସ୍ୱପ୍ନ ଦେଖିବି। ଏବଂ ସ୍ୱପ୍ନ ଦେଖୁ ଦେଖୁ ଏ ମୋର ଆଖିକି ବୁଝିଦେବି, ସେଇଠି ମୁଁ ଦେହତ୍ୟାଗ କରିଦେବି। କିଏ କହିଛି? ନା ପିଙ୍ଗଳା ମନେ ମନେ କହିଛି। ଏବଂ ଯେତେବେଳେ ଦେହତ୍ୟାଗ କରିବି, ସାକ୍ଷୀ ଥିବେ ସେଠି। କିଏ ସାକ୍ଷୀ ଥିବ? ପଡ଼ିବ ପରୀକ୍ଷାରେ ଯେ ପିଙ୍ଗଳା ଦେହତ୍ୟାଗ କରିବା ବେଳେ କିଏ ସାକ୍ଷୀ ଥିବ ବୋଲି ପିଙ୍ଗଳା କହିଛି? ଚନ୍ଦ୍ର ତପନ ସାକ୍ଷୀ ରହିଥିବେ ଗଗନ ଭୁବନ ସାକ୍ଷୀ। ଚନ୍ଦ୍ର ତପନ ଅର୍ଥ ସୂର୍ଯ୍ୟ, ଚନ୍ଦ୍ର ସାକ୍ଷୀ ଥିବ, ସୂର୍ଯ୍ୟ ସାକ୍ଷୀ ଥିବ, ଗଗନ ଅର୍ଥ ଆକାଶ ସାକ୍ଷୀ ଥିବ, ଭୁବନ ଅର୍ଥ ପୃଥିବୀ, 4 ଜଣଙ୍କୁ ସାକ୍ଷୀ କରିଛି। ମୁଁ ଯେତେବେଳେ ମରିବି, ପିଙ୍ଗଳା କହୁଛି ମୁଁ ଯେତେବେଳେ ମରିବି ବା ମୁଁ ବନ୍ଧୁଙ୍କ ସ୍ୱପ୍ନ ଦେଖି ଆଖି ବୁଝିଦେବି, ଚନ୍ଦ୍ର ତପନ ଗଗନ ଭୁବନ ଏଇ 4 ଜଣ ସାକ୍ଷୀ ରହିଥିବେ। ବୁଝିହେଲା? ଆଚ୍ଛା, 4 ନମ୍ବର ପାରାକୁ ଯିବା। ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି, ଭୁଲିଯା ମୋତେ ଭୁଲିଯା ମୋର ଘୂର୍ଣ୍ଣ କଳୁଷରାଜି, ଭୁଲିଯା ମୋତେ ଭୁଲିଯା ମୋର ଘୂର୍ଣ୍ଣ କଳୁଷରାଜି। ପିଙ୍ଗଳା କହୁଛି ନା ହେ ବିଦେହ ନଗର, ମୁଁ ଆଜି ବିଦାୟ ନେଉଛି ତୋଠୁ, ମୁଁ ଆଜି ତୋଠାରୁ ବିଦାୟ ନେଉଛି। ଭୁଲିଯା ମୋତେ, ମୋତେ ତୁ ଭୁଲିଯା, ଭୁଲିଯା ମୋର ଘୂର୍ଣ୍ଣ କଳୁଷରାଜି। ମୁଁ ଯେଉଁ ମୋର ଘୂର୍ଣ୍ଣ କଳୁଷରାଜି କରିଥିଲି, ମୋ ପାପ କାମ ସବୁ କରିଥିଲି, ସବୁ କିଛି ମୋତେ ଭୁଲିଯା, ମୋ ପାପ କାମକୁ ଭୁଲିଯା, ମୋତେ ସବୁ ଭୁଲିଯା। ମୁଁ ତୋଠାରୁ ସବୁଦିନ ପାଇଁ ଆଜି ବିଦାୟ ନେଇଯାଉଛି, ମୁଁ ସନ୍ନ୍ୟାସୀ ନେଇଯାଉଛି। ବୁଝିହେଲା? ସରଗର ମୁହିଁ ଅମର କନ୍ୟା, ମୁହିଁ ନାରୀ ମୁହିଁ ଦେବୀ, ପୁଣ୍ୟ ମରତେ ପତିତ ସାଜିଲି ଘୂର୍ଣ୍ଣ ଜୀବନ ସେବୀ। ଏବଂ ପୂର୍ବରେ କରିଥିବା ସେ ପାପକୁ ମନେ ପକାଇ କହୁଛି, ଏଇ ନାରୀ ସରଗର ଅମର କନ୍ୟା ସାଜିଛି, ଏଇ ନାରୀ ଜଣେ ଦେବୀ ସାଜିଛି, କିନ୍ତୁ ମୁଁ କ'ଣ କରୁଛି? ଏ ପୁଣ୍ୟମର୍ତ୍ତ୍ୟରେ, ପୁଣ୍ୟମର୍ତ୍ତ୍ୟ ଏ ପୁଣ୍ୟ ମର୍ତ୍ତମଣ୍ଡଳରେ ଆଜି ପତିତା ସାଜିଲି, ପଡ଼ି ରହିଲି। କେମିତି? ନା ଘୂର୍ଣ୍ଣ ଜୀବନକୁ ସେବିକି। ଏଇ ପୁଣ୍ୟ ମର୍ତ୍ତ୍ୟମଣ୍ଡଳରେ ମୁଁ କି କଳୁଷିତ ପାପ କାମରେ ଲିପ୍ତ ରହିକି ଆଜି ଏଠି ପଡ଼ି ରହିଲି। ବୁଝିହେଲା?
ଅମୃତ ପିଇ ଆସିଥିଲି ଏହା ହାୟରେ କରିଲି କିସ, ସର୍ପିଣୀ ସମ ସୃଷ୍ଟିର ତଳେ ସୃଜିଲି ବିଷମ ବିଷ। ସେ ବିଷର ତାପେ ଜଗତ ଜାଳିଲି, ସେ ତାପେ ଜଳିଲି ଆପେ। ପୁଣ୍ୟ ଜୀବନ ପୁଣ୍ୟ ଭୁବନ ଭରିଦେଲି ଖାଲି ପାପେ। ପୁଣ୍ୟ ଜୀବନ ପୁଣ୍ୟ ଭୁବନ ଭରିଦେଲି ଖାଲି ପାପେ। ଏବଂ କହିଛି ଶେଷକୁ ତାର ଖାଲି ଯେତେ ସବୁ ପାପ କାମ କରିଛି ସବୁ ଆଜି ନିଗାଡ଼ି ଦେଉଛି ମନର ଭାବନାକୁ, ସେ ଅକୁହା ବେଦନାକୁ ଆଜି କହି ଦେଉଛି। ସେ କ'ଣ କହୁଛି ପୁଣି ଆଉ କ'ଣ କହୁଛି ନା ଅମୃତ ପିଇ ଆସିଥିଲି ଏଥି ହାୟରେ କରିଲି କିସ। ତ ମୁଁ ଅମୃତ ପିଇକି, ଅମୃତ ଅର୍ଥ କ'ଣ ମାଆର କ୍ଷୀର ଅମୃତ ନା ନାହିଁ। ମୁଁ ଅମୃତ ପିଇକି ଆଜି ଏଠାକୁ ଆସିଥିଲି, କିନ୍ତୁ ମୁଁ ହେ ପ୍ରଭୁ, ହାୟରେ ଅର୍ଥ ହେ ପ୍ରଭୁ ଗୋଟେ ଆଶ୍ଚର୍ଯ୍ୟଜନକ କହି କହୁଛି, ହେ ପ୍ରଭୁ ମୁଁ ଆଜି ଅମୃତ ପିଇକି ଆସିଥିଲି, ମୁଁ କ'ଣ କଲି କିସ ଅର୍ଥ ମୁଁ ଏଠି କ'ଣ କଲି। ସର୍ପିଣୀ ସମ ସୃଷ୍ଟି ତଳେ ସୃଜିଲି ବିଷମ ବିଷ। ସାପର କାମ କ'ଣ ନା କେବଳ ବିଷ ହିଁ ଦେବ, ଯେତେ ପାଳିଲେ ମଧ୍ୟ ତାର ଧର୍ମ ହେଉଛି ବିଷ ହିଁ ଦେବା, ସେ କେବେ ଅମୃତ ଦେଇପାରିବ ନାହିଁ ସାପ ନା ନାହିଁ। ତ ସେଇଥିପାଇଁ ନା ଆଜି ନିଜକୁ ସର୍ପିଣୀ ସଜେଇ ଦେଇଛି ପିଙ୍ଗଳା ଏବଂ କହୁଛି ମୁଁ ଆଜି ଏଇ ଅମୃତ ପିଇକି ଏ ଧରାକୁ ଆସିଥିଲି, କିନ୍ତୁ କ'ଣ କଲି ସର୍ପିଣୀ ସାପ ଭଳି ମୁଁ ଆଜି ଏ ସୃଷ୍ଟିର ତଳେ ବିଷକୁ ସର୍ଜନା କଲି, ବିଷକୁ ଭରିଦେଲି। ବୁଝିହେଲା। ଏବେ ଆଉ କ'ଣ କହୁଛି ନା ସେ ବିଷରେ ତାପେ ଜଗତ ଜାଳିଲି, ସେ ତାପେ ଜଳିଲି ଆପେ। ପୁଣ୍ୟ ଜୀବନ ପୁଣ୍ୟ ଭୁବନ ଭରିଦେଲି ଖାଲି ପାପେ। ସେ ବିଷରେ ସେ ପାପରେ ମୁଁ ଜଗତକୁ ଜାଳିଦେଲି ଏବଂ ମୁଁ ନିଜେ ମଧ୍ୟ ଜଳିଗଲି। ସେ ଯେଉଁ ମୋ ପାପରେ ମୋ କଳୁଷିତ ସେ କାର୍ଯ୍ୟରେ ମୁଁ ଜଗତକୁ ଜାଳିଦେଲି, ଜଗତକୁ ବିମୋହିତ କରିଦେଇଥିଲି ଏବଂ ସେଇ ତାପରେ ଖାଲି ଜଗତକୁ ଜଳାଇ ନଥିଲି ବରଂ ମୁଁ ନିଜେ ମଧ୍ୟ ଜଳି ଦେଇଥିଲି। ପୁଣ୍ୟ ଜୀବନ ପୁଣ୍ୟ ଭୁବନକୁ ଭରିଦେଲି ଖାଲି ପାପେ। ଏଇ ପୁଣ୍ୟ ଜୀବନଟି ମୋର, ପୁଣ୍ୟ ଭୁବନଟି ମୋର, ମୁଁ ଖାଲି କ'ଣ ପାପରେ ଭରିଦେଲି, ମୁଁ କଳୁଷିତ କରିଦେଲି। ବୁଝିଲା। ଆଚ୍ଛା ଆଉ କ'ଣ କହୁଛି, ଜୀବନର ମୋର ପ୍ରିୟତମ ଆଜି ଦେଖି ଏ କଳୁଷ ଗତି, ମଞ୍ଜୁ ମଧୁର ମୁରଲୀର ରତେ ଡାକ ଆଦର ଅତି। ପତିତ ପାବନ ବନ୍ଧୁ ସେ ମୋର ବିଶ୍ୱ ପରଶମଣି, ପୁଣ୍ୟ ପରଶେ ସ୍ପର୍ଶ କରିବେ ଏ ମୋର ଅଙ୍ଗ ପୁଣି। ପୁଣ୍ୟ ପରଶେ ସ୍ପର୍ଶ କରିବେ ଏ ମୋର ଅଙ୍ଗ ପୁଣି। ନା ଜୀବନର ମୋର ପ୍ରିୟତମ ଆଜି ଦେଖି କଳୁଷ ଗତି, କ'ଣ କହିଲି ନା ଜୀବନର ମୋର ପ୍ରିୟତମ ସେ ଈଶ୍ୱର ଆଜି ଆମର କଳୁଷ ଗତିକି ଦେଖିକି, ଏ ପାପ କାର୍ଯ୍ୟ ଯେଉଁ ଲିପ୍ତ ରହିଥିଲି, ଏ କଳୁଷର ଚିନ୍ତାଧାରା ମୋ ମନୋଭାବନା ଥିଲା, ଏ କଳୁଷ ଗତିକି ଦେଖିକି ମଞ୍ଜୁ ମଧୁର ମୁରଲୀର ରତେ ଡାକ ଆଦର ଅତି। ତଥାପି ସିଏ ମୋତେ ଦୂର କରେଇ ଦେଉନାହାନ୍ତି, ମୋତେ ଦୂରକୁ ଠେଲି ଦେଉନାହାନ୍ତି। ଈଶ୍ୱର କ'ଣ କରୁଛନ୍ତି, ମଞ୍ଜୁ ମଧୁର ମୁରଲୀର ତାନରେ ମୂର୍ଚ୍ଛନାରେ ଆଜି ମୋତେ ଆଦରର ସହିତ ଡାକୁଛନ୍ତି ତାଙ୍କ ପାଖକୁ, ଯେ ଆସେ ହେରି। ବୁଝିଲା। ଆଉ କ'ଣ କରୁଛନ୍ତି ନା ପତିତ ପାବନ ବନ୍ଧୁ ସେ ମୋର ବିଶ୍ୱ ପରଶମଣି, ପୁଣ୍ୟ ପରଶେ ସ୍ପର୍ଶ କରିବେ ଏ ମୋର ଅଙ୍ଗ ପୁଣି। ନା ପତିତ ପାବନ ଏଇ ବିଶ୍ୱ ପରଶମଣି କିଏ ନା ପତିତ ପାବନଙ୍କୁ କହିଛନ୍ତି, ଜଗନ୍ନାଥଙ୍କୁ କହିଛନ୍ତି, ଈଶ୍ୱରଙ୍କୁ କହିଛନ୍ତି ଯେ ପତିତ ପାବନ ବିଶ୍ୱ ପରଶମଣି ସେଇ ହେଉଛି ମୋର ବନ୍ଧୁ। ତାଙ୍କର ସେ ପୁଣ୍ୟ ସ୍ପର୍ଶରେ, ପରଶର୍ଥ ସ୍ପର୍ଶରେ ମୋର କ'ଣ, ମୋର ଅଙ୍ଗ ସମସ୍ତ ଅଙ୍ଗ କ'ଣ ସ୍ୱର୍ଣ୍ଣ ହୋଇଯିବ, ପୁଣ୍ୟ ହୋଇଯିବ, ପାପରୁ ଦୂରୀଭୂତ ହୋଇ ମୋ ସମସ୍ତ ଅଙ୍ଗ ପୁଣ୍ୟ ହୋଇଯିବ ପତିତ ପାବନଙ୍କ ସେ ବନ୍ଧୁଙ୍କର ସ୍ପର୍ଶରେ। ବୁଝିହେଲା। ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି, ଭୁଲିଯା ମୋତେ ଭୁଲିଯା ମୋର ଘୂର୍ଣ୍ଣ କଳୁଷ ରାଶି। ଶେଷ ପଦ ନା କ'ଣ କହିଲା, ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି, ଭୁଲିଯାଅ ମୋତେ ଭୁଲିଯାଅ ମୋର ଘୂର୍ଣ୍ଣ କଳୁଷ ରାଜି। ଭୁଲିଯାଅ ମୋତେ ଭୁଲିଯାଅ ମୋର ଘୂର୍ଣ୍ଣ କଳୁଷ ରାଜି। ପିଙ୍ଗଳା କହୁଛି ହେ ବିଦେହ ନଗର, ମୁଁ ଆଜି ତୋଠାରୁ ବିଦାୟ ନେଉଛି, ତୋଠାରୁ ଆଜି ମୁଁ ବିଦାୟ ନେଉଛି ସବୁଦିନ ପାଇଁ। ତୁ ମୋତେ ଭୁଲିଯା, ମୋର ସମସ୍ତ ଘୂର୍ଣ୍ଣ କଳୁଷ ରାଜି, ମୁଁ ପାପ କାମ ଯାହା କରିଛି ମୋ ସମସ୍ତ ପାପ କାମକୁ ଭୁଲିଯା, ଆଉ ମୋତେ ଭୁଲିଯା। ମୁଁ ତୋଠାରୁ ସବୁଦିନ ପାଇଁ କ'ଣ ବିଦାୟ ନେଇଯାଉଛି। କ'ଣ ବୁଝିଲେ ସମସ୍ତେ? ବିଷୟଟି କେମିତି ଲାଗିଲା କମେଣ୍ଟ କରି କହିବ ହେଲା। ମୋତେ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।